ମାନେ ଆଜି ଆମେ ଆମ 10ମ କ୍ଲାସ୍ ହାପି ୟର୍ଲି ଏକ୍ଜାମ୍ ପାଇଁ ସ୍ଥାନାଙ୍କ ଜ୍ୟାମିତି ଚାପ୍ଟରର ଆମ ଆଲଜେବ୍ରାର ସିଲେକ୍ଟିଭ୍ ଲଙ୍ଗ୍ କ୍ୱେଶ୍ଚିନ୍ ଦେଖିବା। ବୁଝିଲା ତ ପିଲାମାନେ, ଇଏ ହେଲା ଆମର 6A ଉପପାଦ୍ୟ। ଏଇ ଚାପ୍ଟରରୁ ପ୍ରାୟତଃ ଆସେନି, ସ୍ଥାନାଙ୍କ ଜ୍ୟାମିତିରୁ ଏକ୍ଜାମ୍ରେ ଉପପାଦ୍ୟ ପଡ଼େନି ହେଲା, ବହୁତ ରେୟାରଲି ପଡ଼େ, ତେଣୁ ଉପପାଦ୍ୟ ସେତେ ଧ୍ୟାନ ଦିଅନି। ଏଥର ଆମର ଏଇଟା ହେଲା ଆମର 6Aରେ ଇମ୍ପୋର୍ଟାଣ୍ଟ ଆମର କହିଦେଉଛି। ଆମର 15 ନମ୍ବର ଇମ୍ପୋର୍ଟାଣ୍ଟ, ଆଉ 13 ନମ୍ବର ଇମ୍ପୋର୍ଟାଣ୍ଟ, ଆଉ ହେଲା ଏଇ ଦୁଇଟା ନିହାତି କରିବ। ତା ବାଦେ 6 ନମ୍ବର ସାମନ୍ତରିକ ଚିତ୍ର ହଉ କି ବର୍ଗ ଚିତ୍ର ଗୋଟେ ଗୋଟେ ଅଳ୍ପ ଟିକେ ଦେଖି ଦେଇଥିବ, ବୁଝିଲା। କିନ୍ତୁ 15 ନମ୍ବର 13 ନମ୍ବର ଲଙ୍ଗ୍ କ୍ୱେଶ୍ଚିନ୍ ପାଇଁ ଇମ୍ପୋର୍ଟାଣ୍ଟ। ପିଲାମାନେ ଟିକେ ଉଦାହରଣ 11ଟା ଦେଖିଥିବ ହେଲା, ଉଦାହରଣ ଗୋଟେ ଆସିପାରେ ହୁଏତ, ମାନେ ସେ ଦେଖିଥିବ ଟିକେ। ତାପରେ ପିଲାମାନେ ଏଇଟା ଆମର 6B ହେଲା, 6Bର ଆମର 17 ନମ୍ବର 18 ନମ୍ବର 19 ନମ୍ବର ଆଉ ଆମର 20 ନମ୍ବର, ବୁଝିଲା। ତାକୁ ଦେଖିଦେବ ହେଲା, 17 18 19 20 ହେଉଛି ଆମର ଲଙ୍ଗ୍ କ୍ୱେଶ୍ଚିନ୍ ପାଇଁ ଇମ୍ପୋର୍ଟାଣ୍ଟ। ପିଲାମାନେ ସେଟା ଉଦାହରଣ ଦେଖ କି ନ ଦେଖ, କିନ୍ତୁ ଉଦାହରଣ 14 ଏପଟର 6C ଯିବାକୁ ହେଲେ ତାର ଉଦାହରଣ 14 ନିହାତି ତମେ ଦେଖିବ ହେଲା। ତାପରେ ଆମର 6C ରହୁଛି, 6Cରେ ଆମର 11 ନମ୍ବର ଦେଖିବ, ତାପରେ 13 ନମ୍ବର ଗୋଟେ କରିଦେବ ହେଲା। ତାପରେ 13 ନମ୍ବର ଯଦି କରିବ 12 ନମ୍ବର ବି ତୁମକୁ ଆସିବ ସେଇଭଳିଆ ମଧ୍ୟ। 11 ଦେଖିବ, 13 ଦେଖିବ, 14 ଦେଖିବ, ଆଉ 18 ନମ୍ବର ଦେଖିବ, ବୁଝିହେଲା। ଏଇଟା ଏକା, ଏଇଟା ପିର ମୂଲ୍ୟ ଏକା ପ୍ରାୟ 18 ନମ୍ବର ଦେଖିବ, ବୁଝିହେଲା। ଦେଖ ଇଏ ଏକ ରେଖୀୟ ଦେଇଛି, ଇଏ ମଧ୍ୟ ଏକ ରେଖୀୟ ନୁହନ୍ତି। 18 ନମ୍ବର କରିଦେଲେ ତମକୁ 16 ନମ୍ବର ମଧ୍ୟ ଆସିଯିବ, ବୁଝିହେଲା। 15 ନମ୍ବର ହେତିକି। ତାହେଲେ ଏଇଟା ମୁଁ ଆଶା କରୁଛି ଭଲରେ ତମେ କ'ଣ ଏକ୍ଜାମ୍ ପାଇଁ ପ୍ରିପେୟାର ହେଉଥିବ ଏବଂ କ'ଣ ସବୁ ସବଜେକ୍ଟ ଧ୍ୟାନ ଦିଅ। ଖାଲି ମାନେ ମାର୍କ ଦେଖିଲେ ହେବନି, ତମକୁ ହୁଏତ ପିଲାମାନେ ହିଷ୍ଟ୍ରି ଜୋଗ୍ରାଫି ପଢ଼ନ୍ତିନି, ମୁଁ ଜାଣିଛି। ହିଷ୍ଟ୍ରି ଜୋଗ୍ରାଫି ମଧ୍ୟ ଧ୍ୟାନ ଦେଇକି ପାଠ ପଢ଼ୁଥାଅ।